ସମ୍ବଲପୁର ବିଶ୍ୱବିଦ୍ୟାଳୟ ବୁର୍ଲା ଜ୍ୟୋତି ବିହାରର 1987ରୁ 89 ବ୍ୟାଚ୍ ରାଜନୀତି ବିଜ୍ଞାନର ପୂର୍ବତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନରେ ଏକାଠି ହୋଇ ସମସ୍ତେ ଅତୀତର ସ୍ମୃତିଚାରଣ ସହ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଉତ୍ତରୋତ୍ତର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟସ୍ଥିତ ଅତିଥି ଭବନରେ ଆୟୋଜିତ ଏହି ବନ୍ଧୁ ମିଳନରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଭୁବନେଶ୍ୱର ଓ ରାୟପୁରରେ ଅବସ୍ଥାନ କରୁଥିବା ବହୁ ପୂର୍ବତନ ବନ୍ଧୁ ଯୋଗ ଦେଇଥିଲେ। ରାଜନୀତି ବିଜ୍ଞାନର ଏହି ଆଲୁମିନି ମିଟ୍ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଯୋଗଦେଇ ସାମ୍ପ୍ରତିକ ସମୟରେ ନିଜ ସମାଜ ସହ ଯୋଡ଼ି ହେବା, ନିଜ ଗାଁ ସହ ଯୋଡ଼ି ହେବା ତଥା ନିଜ ସଂସ୍କୃତି ସହ ଯୋଡ଼ି ହେବା କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ଦୃଷ୍ଟାନ୍ତ ସହ ବର୍ଣ୍ଣନା କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ହୃତ ଗୌରବକୁ ଫେରାଇ ଆଣିବାକୁ ସେ ଏହି ଅବସରରେ ଆହ୍ୱାନ ଦେଇଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ଡକ୍ଟର ନୃପରାଜ ସାହୁ ନିଜ ଅଭିଭାଷଣରେ ଜୀବନର ଆକସ୍ମିକତା ବାବଦରେ ବିଚିତ୍ରପୂର୍ଣ୍ଣ ଜୀବନରେ ଅଲୌକିକତାର ବିଶ୍ୱାସ ହିଁ ସଫଳ ଜୀବନ ବୋଲି ଅଭିହିତ କରିଥିଲେ। ଜୀବନର 5ଟି ଅନୁଶୋଚନା ବିଷୟରେ ଅବତାରଣା କରି ବନ୍ଧୁଙ୍କ ସହ, ସହପାଠୀ, ସମାଜ ସହ ଏବଂ ସର୍ବୋପରି ଅନ୍ୟ ଅଭିଭାବକଙ୍କ ନିର୍ଦ୍ଦେଶିତ ଜୀବନ ନୁହଁ ବରଂ ନିଜେ ଚାହୁଁଥିବା ଜୀବନ ଜୀଇଁବା ସର୍ବୋତ୍କୃଷ୍ଟ ବୋଲି ସେ ଦର୍ଶାଇଥିଲେ। ସେ ମଧ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଅତୀତରେ ଅନେକ କୁଳପତି, ପ୍ରଶାସନିକ ଅଧିକାରୀ, ବିଶିଷ୍ଟ ବ୍ୟବସାୟୀ, ଶିଳ୍ପପତି, ଉଦ୍ୟୋଗପତି, ଶିକ୍ଷାଜୀବୀ ତିଆରି କରିଥିବା ବେଳେ ଏବେ ଅନ୍ୟ ବିଭାଗ ତୁଳନାରେ ପଛେଇବ କାହିଁକି ବୋଲି ପ୍ରଶ୍ନ କରିଥିଲେ। ଭାଗ ନେଇଥିବା ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅନେକ ଗଠନମୂଳକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ରାଜନୀତି ବିଜ୍ଞାନର ଆଲୁମିନିକୁ ପୁନର୍ଗଠନ କରିବା, ଛାତ୍ରଛାତ୍ରୀଙ୍କ ପାଇଁ ସେମିନାର ଓ ସିମ୍ପୋସିୟମର ଆୟୋଜନ କରିବା, ବିଭାଗର ଅନ୍ୟାନ୍ୟ ଶୈକ୍ଷିକ ସୁବିଧା ପାଇଁ ବ୍ୟବସ୍ଥା କରିବା ଆଦି ଅନେକ ଗଠନମୂଳକ ପ୍ରସ୍ତାବ ଏହି ଅବସରରେ ପାରିତ କରାଯାଇଥିଲା। ଏହି ଆଲୁମିନି ମିଟ୍ର ଆୟୋଜନରେ ସପନ ମିଶ୍ର, ଶ୍ରୀନିବାସ ରାଓ, ତାରାବତୀ ବେହେରା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।